भगवते वासुदेवाय। ओं श्री परमात्मने नमः। ओं प्रह्लादास्मै दैत्यानां कालकलयतामहं मृगाणां च मृगेन्द्रो अहं वैनतेयश्च पक्षिणां। ମୁଁ ଦୈତ୍ୟମାନଙ୍କ ମଧ୍ୟରେ ପ୍ରହ୍ଲାଦ ଓ ଗଣନାକାରୀ ମାନଙ୍କ ମଧ୍ୟରେ କାଳ ତଥା ପଶୁମାନଙ୍କ ମଧ୍ୟରେ ମୃଗରାଜ ସିଂହ ଓ ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼ ଅଟେ। ଦୈତ୍ୟମାନଙ୍କ ମଧ୍ୟରେ ପ୍ରହ୍ଲାଦଙ୍କୁ ନିଜର ସ୍ୱରୂପ କହିବାର ଅଭିପ୍ରାୟ ଦିତିଙ୍କ ବଂଶଜମାନଙ୍କୁ ଦୈତ୍ୟ କହନ୍ତି। ସେମାନଙ୍କ ମଧ୍ୟରେ ପ୍ରହ୍ଲାଦଙ୍କୁ ଉତ୍ତମ ବୋଲି କୁହାଯାଏ, କାରଣ ସେ ସର୍ବ ସଦ୍ଗୁଣ ସମ୍ପନ୍ନ ପରମ ଧର୍ମାତ୍ମା ଓ ଭଗବାନଙ୍କର ପରମ ଶ୍ରଦ୍ଧାଳୁ, ନିଷ୍କାମ ଓ ଅନନ୍ୟ ପ୍ରେମୀ ଭକ୍ତ ତଥା ଦୈତ୍ୟମାନଙ୍କର ରାଜା। ତେଣୁ ଭଗବାନ ତାହାଙ୍କୁ ନିଜର ସ୍ୱରୂପ ବୋଲି କହିଲେ। ଏଠାରେ କାଳ ଶବ୍ଦ କାହାର ବାଚକ ଓ ତାହାଙ୍କୁ ନିଜର ସ୍ୱରୂପ ବୋଲି କହିବାର ଅଭିପ୍ରାୟ କଣ? ଏଠାରେ କାଳ ଶବ୍ଦଟି ହେଉଛି କ୍ଷଣ, ଘଡ଼ି, ଦିନ, ପକ୍ଷ, ମାସ ଆଦି ନାମରେ କୁହାଯାଉଥିବା ସମୟର ବାଚକ। ଏହା ଗଣିତଜ୍ଞମାନଙ୍କ ଗଣନାର ଆଧାର। ଅତଏବ କାଳକୁ ଭଗବାନ ନିଜର ସ୍ୱରୂପ ବୋଲି କହିଛନ୍ତି। ସିଂହ ଓ ହିଂସ୍ର ଜନ୍ତୁ ଏହାର ଗଣନା ଭଗବାନ ନିଜ ବିଭୂତି ମାନଙ୍କ ମଧ୍ୟରେ କିପରି କଲେ? ସିଂହ ପଶୁମାନଙ୍କର ରାଜା ରୂପେ ଗଣ୍ୟ। ସେ ଅନ୍ୟ ପଶୁମାନଙ୍କ ଅପେକ୍ଷା ଅଧିକ ବଳବାନ, ତେଜସ୍ୱୀ, ଶୂରବୀର ଓ ସାହସୀ। ତେଣୁ ଭଗବାନ ସିଂହକୁ ନିଜର ବିଭୂତି ମାନଙ୍କ ମଧ୍ୟରେ ଗଣନା କରିଛନ୍ତି। ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼ଙ୍କୁ ନିଜର ସ୍ୱରୂପ କହିବାର ଅଭିପ୍ରାୟ କଣ? ବିନତାଙ୍କ ପୁତ୍ର ଗରୁଡ଼ ପକ୍ଷୀମାନଙ୍କର ରାଜା। ସେ ସବୁ ପକ୍ଷୀଙ୍କ ମଧ୍ୟରେ ବଡ଼ ହୋଇଥିବାରୁ ଶ୍ରେଷ୍ଠ ରୂପେ ଗଣ୍ୟ। ପୁଣି ସେ ଭଗବାନଙ୍କର ବାହନ। ତାଙ୍କର ପରମ ଭକ୍ତ, ଅତ୍ୟନ୍ତ ପରାକ୍ରମୀ। ତେଣୁ ଭଗବାନ ଗରୁଡ଼ଙ୍କୁ ନିଜର ସ୍ୱରୂପ ବୋଲି କହିଛନ୍ତି। ଇନ୍ଦ୍ର, ଅଗ୍ନି, ନିରତି, ବରୁଣ, ବାୟୁ, କୁବେର, ଈଶାନ, ବ୍ରହ୍ମା, ଅନନ୍ତ ଓ ଯମ ଏମାନେ 10 ଦିଗପାଳ। ଏମାନେ ସମଷ୍ଟି ଜଗତର ସବୁ ଦିଗର ସଂରକ୍ଷକ। କଥିତ ଅଛି, ପୁଣ୍ୟାତ୍ମା ଜୀବକୁ ଏହି ଯମରାଜ ସ୍ୱଭାବତଃ ସୌମ୍ୟ ମୂର୍ତ୍ତି ଦେଖାଯାନ୍ତି ଓ ପାପୀମାନଙ୍କୁ ଅତ୍ୟନ୍ତ ରକ୍ତନେତ୍ର ଓ ବିକାରାଳ ଦ୍ରଷ୍ଟ, ବିଜୁଳି ପରି ଲହଲହ ହେଉଥିବା ଜିଭଯୁକ୍ତ, ଉପରକୁ ଉଠିଥିବା ଭୟଙ୍କର କେଶଯୁକ୍ତ, ଅତ୍ୟନ୍ତ ଭୟାନକ କଳା ଆକୃତି ବିଶିଷ୍ଟ ତଥା ହାତରେ କାଳଦଣ୍ଡ ଧରିଥିବା ବ୍ୟକ୍ତି ପରି ଦେଖାଯାଆନ୍ତି। ଯମରାଜ ପରମ ଜ୍ଞାନୀ। ସେ ନଚିକେତାଙ୍କୁ ଆତ୍ମତତ୍ତ୍ୱର ଜ୍ଞାନ ଦେଇଥିଲେ। କଠୋପନିଷଦ, ମହାଭାରତର ଅନୁଶାସନ ଫର୍ଦ୍ଦ ଓ ବାରାହ ପୁରାଣରେ ନଚିକେତାଙ୍କ କଥା ମିଳେ। ତା ସଙ୍ଗେ ସଙ୍ଗେ ଯମ ବଡ଼ ଭଗବତ ଭକ୍ତ। ଶ୍ରୀମଦ୍ ଭାଗବତ ଷଷ୍ଠ ସ୍କନ୍ଧର ତୃତୀୟ ଅଧ୍ୟାୟରେ, ବିଷ୍ଣୁ ପୁରାଣ ତୃତୀୟ ଅଂଶ ସପ୍ତମ ଅଧ୍ୟାୟରେ ଓ ସ୍କନ୍ଦ ପୁରାଣରେ କାଶୀଖଣ୍ଡ ପୂର୍ବାର୍ଦ୍ଧର ଅଷ୍ଟମ ଅଧ୍ୟାୟରେ ସେ ନିଜ ଦୂତମାନଙ୍କ ଆଗରେ ଭଗବାନଙ୍କର ଓ ଭଗବାନଙ୍କ ନାମର ମହିମା ଗାନ କରିଛନ୍ତି। ତାହା ଅବଶ୍ୟ ପଢ଼ିବା ଉଚିତ। କିନ୍ତୁ ଯମଙ୍କ ବୁଦ୍ଧିକୁ ମଧ୍ୟ ବଣା କରୁଥିବା ପୁରୁଷ ବେଳେ ବେଳେ ଜନ୍ମ ହୁଅନ୍ତି। ସ୍କନ୍ଦ ପୁରାଣରେ କଥା ଅଛି, କୀର୍ତ୍ତିମାନ ନାମକ ଜଣେ ଚକ୍ରବର୍ତ୍ତୀ ଭକ୍ତ ରାଜା ଥିଲେ। ତାଙ୍କର
ସଦୁପଦେଶ ରେ ସମସ୍ତ ପ୍ରଜା ସଦାଚାର ଓ ଭକ୍ତିରେ ପୂର୍ଣ୍ଣ ହୋଇଗଲେ ତାଙ୍କର ପୁଣ୍ୟ ଫଳରେ ତାଙ୍କ ରାଜ୍ୟରେ ଆଗରୁ ଯେଉଁ ସବୁ ଜୀବ ଥିଲେ ସେ ସମସ୍ତଙ୍କର ସଦ୍ଗତି ହେବାକୁ ଲାଗିଲା ଏବଂ ବର୍ତ୍ତମାନ ମରୁଥିବା ସବୁ ଲୋକଙ୍କୁ ପରମ ଗତି ମିଳିବାକୁ ଲାଗିଲା। ଫଳରେ ନୂତନ ଜୀବଙ୍କର ଜମାଳୟକୁ ଯିବା ବନ୍ଦ ହୋଇଗଲା। ଏହି ପ୍ରକାରରେ ଯମ ଲୋକ ଶୂନ୍ୟ ହୋଇଗଲା। ତହୁଁ ଯମ ଯାଇ ବ୍ରହ୍ମାଙ୍କୁ କଥା କହିଲେ। ସେ ତାହାଙ୍କୁ ବିଷ୍ଣୁ ଭଗବାନ ପାଖକୁ ପଠାଇଲେ। ଭଗବାନ ବିଷ୍ଣୁ କହିଲେ, ଯେତେ କାଳ ଯାଏ ଏହି ଧର୍ମାତ୍ମା ଭକ୍ତ କୀର୍ତ୍ତନାମ ରାଜା ଜୀବିତ ଅଛନ୍ତି ସେତେ କାଳ ଯାଏ ତ ଏପରି ହେବ ହିଁ ହେବ, କିନ୍ତୁ ସଂସାରରେ ସବୁଦିନ ଏପରି ଚଳିବ ନାହିଁ। ଓಂ ନମୋ ଭଗବତେ ବାସୁଦେବାୟ ଓಂ ପରମାତ୍ମନେ ନମଃ। ଓଂ ପବନ ପବତାମସ୍ମି ରାମଶସ୍ତ୍ର ଭୃତାମହଂ ଝଷାଣାଂ ମକରାଚାସ୍ମି ସ୍ରୋତସାମସ୍ମି ଜାହ୍ନବୀ। ମୁଁ ପବିତ୍ରକାରୀ ମାନଙ୍କ ମଧ୍ୟରେ ବାୟୁ ଓ ଶସ୍ତ୍ରଧାରୀ ମାନଙ୍କ ମଧ୍ୟରେ ଶ୍ରୀରାମ ତଥା ମତ୍ସ୍ୟ ମାନଙ୍କ ମଧ୍ୟରେ ମଗର ଓ ନଦୀ ମାନଙ୍କ ମଧ୍ୟରେ ଗଙ୍ଗା ଅଟେ। ପବତାମ ପଦର ଅର୍ଥ ଯଦି ବେଗବାନ ବୋଲି ମାନି ନିଆଯାଏ ଆପତ୍ତି କଣ? ଯଦ୍ୟପି ବ୍ୟାକରଣର ଦୃଷ୍ଟିରୁ ବେଗବାନ ଅର୍ଥ ଯଥାର୍ଥ ନୁହେଁ, ତଥାପି ଟୀକାକାର ମାନେ ଏହି ଅର୍ଥ ମଧ୍ୟ ମାନିଛନ୍ତି। ଏଣୁ କେହି ଯଦି ଏପରି ମାନି ପାରନ୍ତି ବାୟୁକୁ ବେଗବାନ ମାନଙ୍କ ମଧ୍ୟରେ ବି ସର୍ବଶ୍ରେଷ୍ଠ ବୋଲି ଧରାଯାଇଛି ଓ ସେ ପବିତ୍ରକାରୀ ମାନଙ୍କ ମଧ୍ୟରେ ବି ଶ୍ରେଷ୍ଠ। ଏଣୁ ବାୟୁର ଉଭୟ ପ୍ରକାର ଶ୍ରେଷ୍ଠତା ରହିଛି। ଏଠାରେ ରାମ ଶବ୍ଦ କାହାର ବାଚକ ଓ ତାହାଙ୍କୁ ନିଜର ସ୍ୱରୂପ କହିବାର ଅଭିପ୍ରାୟ କଣ? ରାମ ଶବ୍ଦ ଦଶରଥ ନନ୍ଦନ ଶ୍ରୀ ରାମଚନ୍ଦ୍ରଙ୍କ ବାଚକ। ତାହାଙ୍କୁ ନିଜର ସ୍ୱରୂପ ବୋଲି କହିବାର ପ୍ରକାଶ କରି ଭଗବାନ କହିଛନ୍ତି, ଭିନ୍ନ ଭିନ୍ନ ଯୁଗରେ ଭିନ୍ନ ଭିନ୍ନ ଲୀଳା କରିବା ପାଇଁ ମୁଁ ହିଁ ଭିନ୍ନ ଭିନ୍ନ ରୂପ ଧାରଣ କରେ। ଶ୍ରୀରାମ ଓ ମୋ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ମୁଁ ନିଜେ ହିଁ ଶ୍ରୀରାମ ରୂପରେ ଅବତୀର୍ଣ୍ଣ ହୁଏ। ମତ୍ସ୍ୟମାନଙ୍କ ମଧ୍ୟରେ ମଗରକୁ ନିଜର ବିଭୂତି ବୋଲି କହିବାର ଅଭିପ୍ରାୟ କଣ? ଯେତେବେଳେ ମତ୍ସ୍ୟ ଅଛନ୍ତି ସେମାନଙ୍କ ମଧ୍ୟରେ ମଗର ମତ୍ସ୍ୟ ହେଉଛି ଆକାରରେ ବହୁତ ବଡ଼ ଓ ବଳବାନ। ନିଜର ଏହି ବିଶେଷତ୍ୱ ହେତୁ ମତ୍ସ୍ୟମାନଙ୍କ ମଧ୍ୟରେ ମଗରକୁ ନିଜର ବିଭୂତି ବୋଲି କହିଛନ୍ତି। ନଦୀମାନଙ୍କ ମଧ୍ୟରେ ଜାହ୍ନବୀ ଗଙ୍ଗାଙ୍କୁ ନିଜର ସ୍ୱରୂପ ବୋଲି କହିବାର ଅଭିପ୍ରାୟ କଣ? ଜାହ୍ନବୀ ଅର୍ଥାତ୍ ଶ୍ରୀ ଭାଗୀରଥୀ ଗଙ୍ଗା ସମସ୍ତ ନଦୀ ମଧ୍ୟରେ ପରମ ଶ୍ରେଷ୍ଠ। ସେ ଶ୍ରୀମଦ ଭଗବାନଙ୍କର ଚରଣ ପଦରୁ ଉତ୍ପନ୍ନ ହୋଇଥିବାରୁ ପରମ ପବିତ୍ର ଅଟନ୍ତି। ପୁରାଣ ଓ ଇତିହାସରେ ଗଙ୍ଗାଙ୍କର ବହୁ ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ଏହା ଛଡ଼ା ଏକଥା ମଧ୍ୟ ଅଛି ଯେ ଥରେ ଭଗବାନ ବିଷ୍ଣୁ ନିଜେ ଦ୍ରବ ରୂପ ହୋଇ ବୋହିବାକୁ ଲାଗିଲେ ଏବଂ ବ୍ରହ୍ମାଙ୍କ କମଣ୍ଡଳୁ ମଧ୍ୟକୁ ଯାଇ ଗଙ୍ଗା ରୂପ ହୋଇଯାଇଥିଲେ। ଏହି ପ୍ରକାରରେ ସାକ୍ଷାତ ବ୍ରହ୍ମପଦ ହୋଇଥିବାରୁ ମଧ୍ୟ ଗଙ୍ଗାଙ୍କର ଅତ୍ୟନ୍ତ ମାହାତ୍ମ୍ୟ ଅଛି। ଅତଏବ ଭଗବାନ ଗଙ୍ଗାଙ୍କୁ ନିଜର ସ୍ୱରୂପ ବୋଲି କହିଛନ୍ତି। ଧାତୁ କମଣ୍ଡଳୁକ ଜଳମ୍ ତଦୁରୁକ୍ରମସ୍ୟ ପାଦାବନେ ଜନ ପବିତ୍ରତେ ୟା ନରେନ୍ଦ୍ର ଶୋଧୃଣ୍ୟ ଭୁନ୍ନ ଭସି ସାପବତ୍ ପତତି
नेमास्त्रे लोकत्रयं भगवतो विश्वदेव कीर्ति। अर्थात हे राजन, ब्रह्मांकर से कमंडलु जल भगवान चरण को धोइबारु पवित्रतम होई स्वर्ग गंगा मंदाकिनी होइगला। से गंगा भगवान निर्मल कीर्ति परी आकाशरु पृथ्वी ऊपर को ओह्लाई आसी भगवान कीर्ति विस्तार पूर्वक पर्यंत त्रिलोक को पवित्र करुछंती। न हेति परमाचार्यं स्वधर्ण्या जदि होदितम् अनंत चरणाम्बोज प्रसूतायाः सन्निवेश्य मनोजस्मिन् श्रद्धया मुनयो अमला त्रैगुण्य दुष्टजं हत्वा सद्यो जातास्तदात्मातम। जेउ अनंत भगवानंकर चरण कमल रे श्रद्धा पूर्वक पूर्ण रूपे निजर चित लगाई निर्मल हृदय मुनि माने तुरंत ही दुष्टज त्रिगुण प्रपंच को त्याग करी तांको स्वरूप होई जाइछंती। सेई चरण कमल कुरु उत्पन्न होई भवबंधन को काटी देउथुवा भगवती गंगांकर ये जो महात्म्य एठारे कहगला, एथिरे कौनसी विशेष आश्चर्य कथा नहीं। ओम।